ବେଲକୁ ଆପଣ ଏମିତି ଛଡ଼େଇ ଦେବେ ଭାବରେ। ବେଲ ଖାଇବା ଦ୍ୱାରା ଆପଣଙ୍କର ପେଟ ସମସ୍ୟା ସବୁ ଦୂର ହେବ। ସକାଳୁ ଉଠି ଆପଣ ଟିକେ ଏକ୍ସରସାଇଜ୍ କରିଦେବେ, କରିଦେଇକି ଆପଣ ବେଲ ପଣା ପିଅନ୍ତୁ। ଶରୀର ସବୁ ଜିନିଷ ସୁସ୍ଥ ରହିବ। ଯେଉଁ ସିଜିନ୍ରେ ବେଲ ସମୟରେ ବେଲ, ଆମ୍ବ ସମୟରେ ଆମ୍ବ, ପଣସ ସମୟରେ ପଣସ, ସିଜିନ୍ ଅନୁସାରେ ଆପଣ ସ୍ୱଦେଶୀ ଖାଦ୍ୟ ଖାଇବେ, ତାହେଲେ ଶରୀର ଆପଣଙ୍କୁ କୌଣସି ମେଡ଼ିସିନ୍ ଖାଇବାକୁ ପଡ଼ିବନି। ଠିକ୍ରେ ଉଠିବା, କୌଣସି ଚଢ଼େଇ ହେଉ ମାଙ୍କଡ଼ ହେଉ ସେମାନେ କ'ଣ ମେଡ଼ିକାଲ ଯାଉଛନ୍ତି? ତାହେଲେ ଗଭର୍ଣ୍ଣମେଣ୍ଟ ତରଫରୁ ଏତେ ଲୋକ ମେଡ଼ିକାଲ କାହିଁ ଖୋଲା ହେଉଛି? ମୁଖ୍ୟ ଯେ ଆମେ ଅଖାଦ୍ୟ ଭୋଜନ ଖାଉଛେ, ଠିକ୍ ଟାଇମ୍ରେ ଖାଉନେ, ସବୁବେଳେ ଚିନ୍ତା ରଖୁଛେ ଚିନ୍ତା, ବୁଝିଲେ? ସେଥିପାଇଁ ବେଲକୁ ଆପଣ ଏମିତି ଆମେ କରିଦେଲେ ତାକୁ ଚକଡ଼ି ଦେବେ। ଦେଖନ୍ତୁ ଆମେ ଚକଡ଼ୁଛୁ ବେଲକୁ। ବେଲ ପଣା ଶରୀର ପାଇଁ ସୁସ୍ଥ, ଆଉ ରୋଗ ହେବା ପୂର୍ବରୁ ଶରୀର ସୁସ୍ଥ ରହିବ। ଲୋକ କୁହନ୍ତି ରୋଗ ହେଲା ପରେ ବେଲ ପଣା ପିଉଛନ୍ତି, ନାହିଁ। ରୋଗ ହେବା ପୂର୍ବରୁ ଆପଣଙ୍କର ବେଲ ହେଉ କି ଆପଣ ରାତିରେ ଶୋଇଲା ବେଳେ ତ୍ରିଫଳା ଗୁଣ୍ଡା ଖାଇବେ, ଶରୀର ଝାଡ଼ାଫାଡ଼ା ହେଉନଥିବ, ସବୁ ଜିନିଷ ପାଇଁକା ଆଗରୁ ଭଗବାନ ମା ଦୁର୍ଗାଙ୍କର ଏଇ ଫଳ ବେଲ ସେ ଦେଇଛନ୍ତି କେବଳ ଲୋକମାନଙ୍କ ଶରୀର ସୁସ୍ଥ ପାଇଁକା। ଯଦି ସେମାନେ ଖାଇବେନି, ଆପଣ ଖାଇବେନି, ଆପଣ ପିଲାମାନଙ୍କୁ ଖୋଇବେନି, ଆପଣ ଜାଣିପାରିବେ ଆର ଅପସନ୍ କ'ଣ? ଖାଲି ଆମେ ସିଝା ଅମକ ଖାଇଲେ ହେବନି। ସେଥିପାଇଁ ଆପଣ ଏଇ ବେଲପଣା ପ୍ରସ୍ତୁତ ହୋଇଗଲା। ଆପଣ ଯଦି ବେଲପଣା ପ୍ରସ୍ତୁତ ହୋଇଗଲା, ସେ ବେଲପଣା ଆମେ ପିଇବୁ। ଆପଣ ମଧ୍ୟ ଆପଣଙ୍କ ଘର ପାଖରେ ବେଲ ଥିବ, ନହେଲେ କିଛି ନାହିଁ, ବଜାରରୁ କିଣିକି ଆମେ ବେଲ ପିଇପାରିବେ। ଯଦି ପୁଣି ବାହାର ଥିବ ଆଣି ପିଅନ୍ତୁ, ବଜାର କିଣି ପିଅନ୍ତୁ। ପିଇଲେ ଆମର ଶରୀର ସମ୍ପୂର୍ଣ୍ଣ ସୁସ୍ଥ ରହିବ। ଭାରତ ମାତା କି ଜୟ।